ମୋ ଭାଇଙ୍କର ନିକଟରେ ବିବାହ ହୋଇଥିଲା। ମୋ ଭାଉଜଙ୍କର ଇଚ୍ଛା ସବୁ ଏପର୍ଯ୍ୟନ୍ତ ପୂରଣ ବି ହୋଇନଥିଲା କି ମୋ ଭାଇ ବିବାହ ପରେ ଶୀଘ୍ର ହିଁ ବିଦେଶ ଯିବାକୁ ନିଷ୍ପତ୍ତି ନେଇନେଲେ ଏବଂ ଯାଉ ଯାଉ ମୋତେ କହିଗଲେ କି ଏବେ ତୁ ତ ଭାଉଜଙ୍କର ଧ୍ୟାନ ରଖିବୁ, କାରଣ ଘରେ ତୁ ହିଁ ଏକା ରହିବୁ। ମୁଁ ମଧ୍ୟ ମୋ ଭାଇଙ୍କୁ କହିଦେଲି କି କିଛି କଥା ନାହିଁ, ଆପଣ ଚିନ୍ତା କରନ୍ତୁ ନାହିଁ, କାରଣ ମୁଁ ମଧ୍ୟ ମୋ ଭାଇଙ୍କ ରୋଜଗାରର ଆନନ୍ଦ ନେବାକୁ ଚାହୁଁଥିଲି। ଏକଦା ମୋ ଭାଉଜ ମୋତେ ନିଜ ରୁମକୁ ଡାକିଲେ। ମୁଁ ପଚାରିଲି, ଭାଉଜ କ'ଣ କଥା ହେଲା? ଭାଉଜ କହିଲେ, ତୁ ଶୀଘ୍ର ମୋ ରୁମକୁ ଆସ ଏବଂ ମୁଁ ଭାଉଜଙ୍କ ରୁମକୁ ଚାଲିଗଲି। ଭାଉଜ କହିବାକୁ ଲାଗିଲେ, ମୋ ମୁଣ୍ଡ ବହୁତ ବିନ୍ଧୁଛି, ମୋ ମୁଣ୍ଡ ଟିକେ ମାଲିସ କରିଦେ। ମୁଁ କହିଲି, ଭାଉଜ ଏହା ମୁଁ କରିପାରିବି ନାହିଁ, କିନ୍ତୁ ଭାଉଜ କହିବାକୁ ଲାଗିଲେ, ତତେ ଏହା କରିବାକୁ ହିଁ ପଡ଼ିବ। ମୁଁ ଭାଉଜଙ୍କ ମୁଣ୍ଡ ମାଲିସ କରିବାକୁ ଲାଗିଲି। ଭାଉଜ କହିଲେ, ଏବେ ତୁ ମୋ ସିଅ ତେଲ ଲଗାଇ ମାଲିସ କରିଦେ। ତାପରେ ଭାଉଜ ନିଜ ଶାଢ଼ୀ ଏସବୁ ଦେଖି ମୋ ଦେହ ଶିହରି ଉଠିଲା। ତାପରେ ମୁଁ ଭାଉଜଙ୍କ ପିଠିରେ ତେଲ ଲଗାଇଲି ଏବଂ ଧୀରେ ଧୀରେ ମାଲିସ କରିବାକୁ ଲାଗିଲି। ମୋ ମନ ସମ୍ପୂର୍ଣ୍ଣ ଭାବେ ବିଚଳିତ ହୋଇଯାଇଥିଲା। ଭାଉଜ ଅଦ୍ଭୁତ ଶବ୍ଦ ସବୁ କରିବାକୁ ଲାଗିଲେ। ବାସ୍ ଆଉ କ'ଣ? ମୋ ଦ୍ୱାରା ଧୈର୍ଯ୍ୟ ରହିଲା ନାହିଁ ଏବଂ ମୁଁ ଭାଉଜଙ୍କ ମୋ ବୟସ 24 ବର୍ଷ ଥିଲା। ସେହି ଦିନଗୁଡ଼ିକରେ ମୁଁ ଘରେ ହିଁ ରହୁଥିଲି। ମୋ ଭାଇ ବିବାହ ଏଥିପାଇଁ କରିଥିଲେ ଯେମିତି ମୁଁ ଏକା ଅନୁଭବ ନ କରେ। ଭାଉଜଙ୍କ ନାମ ପୁନମ ଥିଲା ଏବଂ ମୁଁ ମଧ୍ୟ ତାଙ୍କୁ ପୁନମ ହିଁ କହୁଥିଲି। ପ୍ରାୟତଃ ସେ ଉଦାସ ହିଁ ରହୁଥିଲେ। ଅନେକ ଥର ମୁଁ ତାଙ୍କୁ ଲୁଚି ଲୁଚି କାନ୍ଦୁଥିବାର ଦେଖିଥିଲି। ମୋତେ ଲାଗିଲା କି ସେ ମୋ ଭାଇଙ୍କୁ ମନେ ପକାଉଛନ୍ତି, ସେଥିପାଇଁ ଲୁଚି ଲୁଚି କାନ୍ଦୁଛନ୍ତି। କିନ୍ତୁ ମୁଁ କେବେ ବି ତାଙ୍କୁ ଏହି କଥା ପଚାରି ନଥିଲି ଏବଂ ଭାଉଜ ମଧ୍ୟ କେବେ ଖୋଲାଖୋଲି ଭାବେ ମୋତେ ଏହି କଥା କହିନଥିଲେ। ରାତିରେ ସେ ନିଜ ରୁମରେ ବନ୍ଦ ହୋଇଯାଉଥିଲେ ଏବଂ ରୁମରୁ କାନ୍ଦିବାର ଶବ୍ଦ ଆସୁଥିଲା। ପ୍ରକୃତରେ ମୋ ଭାଇଙ୍କ ବିବାହର ପର ସପ୍ତାହରେ ହିଁ ସେ ବିଦେଶ ଚାଲିଯାଇଥିଲେ। ଜଣେ ନୂଆ ବୋହୂ ପାଇଁ ନିଜ ସ୍ୱାମୀଙ୍କ ବିନା ରହିବା ବହୁତ କଷ୍ଟକର ହୋଇଯାଏ। କିନ୍ତୁ ମୋ ଭାଇ ତ କେବଳ ମୋ ପାଇଁ ହିଁ ବିବାହ କରିଥିଲେ, କାରଣ ମୁଁ ଘରେ ଏକା ରହୁଥିଲି ଏବଂ ଏବେ ଘରର ଦାୟିତ୍ୱ ସମ୍ଭାଳିବା ପାଇଁ ଜଣେ ମହିଳାଙ୍କର ହେବା ଜରୁରୀ ଥିଲା। ସେଥିପାଇଁ ଭାଇ ଭାଉଜଙ୍କୁ ମୋ ଭରସାରେ ଛାଡ଼ି ଚାଲିଗଲେ। ପୁନମ ଭାଉଜ ସମ୍ପୂର୍ଣ୍ଣ ଏକା ରହୁଥିଲେ। ତାଙ୍କର ଯତ୍ନ ମଧ୍ୟ ମୁଁ ହିଁ ନେଉଥିଲି। ସେ ମଧ୍ୟ ଜଣେ 28 ବର୍ଷର ଯୁବତୀ ଥିଲେ। ଭଲ ପ୍ରସ୍ତାବ ନ ମିଳିବା କାରଣରୁ ମୋ ଭାଇଙ୍କ ସହିତ ତାଙ୍କର ବିବାହ ହୋଇଥିଲା, କାରଣ ସମୟ ବିତିବା ସହିତ ତାଙ୍କର ବୟସ ମଧ୍ୟ ବଢ଼ି ଚାଲିଥିଲା। ଏକ ରାତିରେ ମୁଁ ଶୋଇବା ପାଇଁ ଶୋଇଥିଲି, ସେତେବେଳେ ଭାଉଜ ମୋତେ ସ୍ୱର ଦେଇ ଡାକିଲେ। ମୁଁ ଭାବୁଥିଲି କି ଏହି ସମୟରେ ଭାଉଜଙ୍କର ମୋ ସହିତ କ'ଣ କାମ ଥାଇପାରେ। ଏହା ହିଁ ଭାବି ମୁଁ ଶୀଘ୍ର ଶୀଘ୍ର ଭାଉଜଙ୍କ ରୁମକୁ ଚାଲିଗଲି, କାରଣ ଭାଇ ଯାଉ ଯାଉ ସବୁ ଦାୟିତ୍ୱ ମୋ ଉପରେ ଦେଇଯାଇଥିଲେ। ସେ କହିଥିଲେ କି ମୋ ଉପରେ ଘରର ଆବଶ୍ୟକତାଗୁଡ଼ିକର ଧ୍ୟାନ ରଖିବୁ ଏବଂ ସଚ୍ଚା ହୃଦୟରେ ନିଜ ଭାଉଜଙ୍କର ସେବା କରିବୁ। କାରଣ ଭାଇଙ୍କ ପଇସାରେ ମୁଁ ମଜା କରୁଥିଲି, ତେଣୁ ମୁଁ ଏହା ଚାହୁଁନଥିଲି କି ଭାଉଜ ମୋ ଭାଇଙ୍କୁ କୌଣସି ଅଭିଯୋଗ କରନ୍ତୁ। ଯେବେ ବି ଭାଉଜ ଫେରିବା କଥା କହିଲେ, ଭାଇ କିଛି ନା କିଛି ବାହାନା କରି ଆସିବାକୁ ମନା କରିଦେଲେ। ରାତି 9ଟାରେ ଭାଉଜ ମୋତେ ଡାକି ନିଜ ରୁମକୁ ଆଣିଲେ ଏବଂ ମୁଁ ଏହା ଭାବି ଚାଲିଗଲି କି କିଛି ଜରୁରୀ କାମ ଥିବ। କିନ୍ତୁ ସେଠାକୁ ଯାଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ସେ ନିଜେ ସେଓ ଉପରେ ଶୋଇଥିଲେ। ମୁଁ ଡରିଯାଇ ଦୁଆର ମୁହଁରେ ହିଁ ଅଟକିଗଲି। ଭାଉଜଙ୍କୁ ସ୍ୱର ଦେଇ ପଚାରିଲି, ଭାଉଜ ମୋ ସହିତ କିଛି କାମ ଥିଲା କି? ମୋ ସ୍ୱର ଶୁଣି ସେ ଉଠିଗଲେ ଏବଂ ମୁଁ ଭାବିଲି କି ସେ ସବୁବେଳେ ଭଳି ନିଜ ଓଢ଼ଣୀରେ ନିଜକୁ ଘୋଡ଼ାଇ ନେବେ, କାରଣ ସେ ସାରାଦିନ ଓଢ଼ଣୀ ପକାଇ ରହୁଥିଲେ। ମୁଁ କେବେ ବି ତାଙ୍କୁ ଏହିପରି ଦେଖିନଥିଲି। କିନ୍ତୁ ମୋ ସ୍ୱର ଶୁଣି ସେ କହିବାକୁ ଲାଗିଲେ, ସମୀର ଭିତରକୁ ଆସ, ମୋର ତ ସହିତ କିଛି ଜରୁରୀ କାମ ଅଛି। ଭାଉଜ ଏବେ ବି ସେମିତି ହିଁ ଶୋଇଥିଲେ। ମୁଁ ରୁମକୁ ଗଲି, କିନ୍ତୁ ମୋ ନଜର ତଳକୁ ଥିଲା ଏବଂ ମୁଁ ଲାଜ କରୁଥିଲି। ମୁଁ ଭାଉଜଙ୍କୁ ପ୍ରଥମ ଥର ପାଇଁ ଏହିପରି ଦେଖିଥିଲି। ଭାଉଜ ମୋ ଆଡ଼କୁ ବୁଲି ଚାହିଁଲେ ଏବଂ ମୋର ନେଇଯାଇଥିବା ନଜରକୁ ଦେଖି କହିଲେ, ସମୀର, ଲାଜ କରିବାର କୌଣସି କଥା ନାହିଁ। ଏହି ଘରେ ଆମକୁ ହିଁ ପରସ୍ପରର ସାଥ ଦେବାକୁ ପଡ଼ିବ। ମୋ ସ୍ୱାମୀ ତ ବିଦେଶରେ ରହୁଛନ୍ତି, କିନ୍ତୁ ତୁ ସବୁବେଳେ ଏଠାରେ ରହୁଛୁ ଏବଂ ମୋର ଧ୍ୟାନ ରଖୁଛୁ। ଏହା ହିଁ ଭାବି ମୁଁ ତତେ ଡାକିଲି କି ମୁସ୍କିଲ ସମୟରେ ତୁ ମୋର ସାଥ ଦେବୁ। ଭାଉଜଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଚାହିଁଲି। ସେ କହିଲେ, ମୋ ମୁଣ୍ଡ ବହୁତ ବିନ୍ଧୁଛି, କ'ଣ ତୁ ମୋର ମସାଜ କରିଦେବୁ? ତ ଭାଇ ମୋତେ କହିଥିଲେ କି ତୁ ବହୁତ ଭଲ ମସାଜ କରୁ ଏବଂ ତାଙ୍କ ମୁଣ୍ଡବିନ୍ଧା କିଛି ହିଁ ମିନିଟ୍ରେ ଠିକ୍ ହୋଇଯାଏ। ଭାଉଜଙ୍କ କଥା ଶୁଣି ମୁଁ ମନେ ମନେ ହସିଲି, କାରଣ ଏହି କଥା ସତ ଥିଲା କି ଭାଇ ଯେତେବେଳେ ଏଠାରେ ଥିଲେ ତ ସବୁବେଳେ ମୋ ଦ୍ୱାରା ମୁଣ୍ଡ ମସାଜ କରାଉଥିଲେ। କିନ୍ତୁ ସେ ତ ମୋ ଭାଇ ଥିଲେ ଏବଂ ଭାଉଜଙ୍କ ମସାଜ ମୁଁ କେମିତି କରିପାରିବି? ଭାଉଜ ମୋତେ ଚିନ୍ତାରେ ପକାଇ ଦେଇଥିଲେ। ବୁଝିପାରୁନଥିଲି କ'ଣ କରିବି। ମୁଁ ଭାବୁଥିଲି କି ଭାଉଜ କେଉଁ ପ୍ରକାରର ମହିଳା ଯିଏ ନିଜ ଦେବରକୁ ମସାଜ କରିବା ପାଇଁ କହିଦେଲେ। ତାଙ୍କୁ ଲାଜ ଲାଗିଲାନି। ଯଦିଓ ଏହା କୌଣସି ବଡ଼ କଥା ନଥିଲା, କିନ୍ତୁ ଜଣେ ମହିଳାର ଜଣେ ପୁରୁଷ ଦ୍ୱାରା ମସାଜ କରାଇବା ଏବଂ ସେ ପୁଣି ନିଜ ଦେବରଠାରୁ
जदि अन्य केही होइथान्ता त मना करिबा बदଳରେ तांकु सुणाई देइथान्ता। किंतु एही समयरे मु भाउजंको दयारे बंचुथिली। सेथिपई तांको सामनारे पाटी खोलिबार साहस नथिला किंबा तांकु मना करिपारु नथिली। भाउज ड्रेसिंग टेबुल उपरे रखा जाइथिबा तेल बोतल मते देखाइले एवं कहिले, बहुत भल हेबो जदि तू मो मुंड मसाज करिदेबु। कहिबा बेले तांको आखिरे लुह थिला एवं मते लागिला कि बोध हुए से बहुत कष्टरे अछंती। किंतु मु भाउजंकु मना करि पारिली नाही। मु सेही तेल उठाइली एवं तांको सेय पाखरे बसिगली। तापरे धीरे धीरे तेल तांको मुंडरे लगाई मसाज करिबाकु लागिली। मु मो नजर तळकु करि देइथिली एवं कौनसी भी प्रकारर भावना अनुभव करिबारु निजकु अटकाइथिली। मो हाथ तांको मुंडरे तेल लगाइबा बेले बहुत जोररे कापुथिला। मु आजि पर्यंत भाउजंको बहुत साहाय्य करिथिली, किंतु भाउज मते केबे भी एहिपरि अनुरोध करि नथिले। जेमिति जेमिति मु तेल लगाई चालिली, भाउजंको अद्भुत स्वर रूमरे गुंजरित हेबाकु लागिला। एमिति लागुथिला जेमिति तांकु आराम मिलुछि। मु द्वितीय थर तांको आडकु चाहिली नाही किंबा तांको मुह उपरे नजर पडिलानी। मते लाज अनुभव हेउथिला एवं मु सेठारु चाली जिबाकु चाहुथिली, किंतु मु मजबूर थिली। जदि मु भाउजंकु मना करिथांती एवं एही कथा मो भाई जानिथांते, तेबे भाउजंको कौनसी कथाकु भूल कुहा जाई नथांता। ओलटा मोर खर्चपत्र बंद होई जाइथांता। भाउजंको स्वभाव किछि एमिति थिला कि से केबे भी कौनसी जिनिस पई मना करू नथिले। मु बिना कौनसी संकोचरे तांकु पैसा मागी नेउथिली एवं से बिना प्रश्नरे मते देई देउथिले। बहु समय पर्यंत मु मसाज करिबा जारी रखिली एवं तांको स्वर रूमरे गुंजुथिला। एहा परे बोध हुए तांकु निद आसी जाइथिला, कारण तांको स्वर आसीबा बंद होई गला। तापरे मु उठी निज रूमकु चली आसिली। प्रथम थर मु कौनसी महिलार एहिपरि मसाज करिथिली एवं एही कथा मो भितरे निया लगाई देइथिला। भाउजंको गोरा मुह मते मध्य निसारे पकाई देइथिला। जेमिति ही मोर मने पड़िला कि से मो भाईंको पत्नी। मु भाबिली कि एबे मु तांको रूमकु जिबि नाही। परदिन सकाळे भाउज संपूर्ण भावे ओढणी पकाइथिले एवं मो पाई रुटी तयारी करुथिले। तापरे मु आगोकु बढ़ी रुटी नेली एवं से मते कहिले, समीर तू मो मुंडबिंधा शेष करिदेलु। मु तते धन्यवाद देबाकु चाहुछि। तांको कथा सुनी मु लाजेई गली। मु कहिली, प्रकृतरे आपण सारा दिन घरे काम करूछंती, सेथिपाई आपण थकी जाउछंती। मु चेष्टा करिबि कि आपणको कामरे साहाय्य करिदेबि किंबा आपण कौनसी चाकर रखिनियंतु। मो कथा सुनी भाउज कहिले, मो थक्कापण से पर्यंत दूर हेब नाही जे पर्यंत मो स्वामी आसीबे नाही। सेही दिन ही मोर थक्कापण दूर हेब। मु तांको शब्दगुड़िकु बुझी पारिली नाही, किंतु से रोसेई घरकु चालीगले एवं मो काम समय होईगला। मु घरकु चालीगली। सारा दिन मो मुंडरे भाउज ही उड़ुथिले। दिप्रहररे जेतेबेले मु घरकु आसिली, मो भौणी मध्य घरकु आसीथिला। मु भाबिली कि कौनसी प्रकारे सुजोग देखि भाउजंको मसाज बाला कथा कहिदेबी, किंतु से दुहे एते व्यस्त थिले कि सेमानंकु मो पाई समय ही मिलिलानी। किछि समय परे मो भौणी एहा कहि चालीगला कि ता स्वामी कामरु आसीबा बाला अछंती एवं मु ताकु मसाज कथा कहि पारिली नाही। टिके समय आराम करिबा परे जेतेबेले मु रूमरु बाहरकु बाहरिली त देखिली कि भाउज कपड़ा धोउथिले एवं बहुत कष्टरे कपड़ाटी उठाई छात उपरकु नेउथिले। एहा देखि मते लाज लागिला, कारण सेही सबु कपड़ा मोर थिला एवं मो जोगु ही तांकु एते कष्ट सहिबाकु पडुथिला। मु तुरंत भाउजंकु स्वर देली एवं से झाड़रे भिजी जाइथिले। मुटी धरी छात उपरकु चालीगली एवं तांकु साहाय्य करी कपड़ा सबु ताररे सुखाई देली। जेतेबेले आमे फेरिलु, से किछि अद्भुत ढंगरे आसुथिले, जेमिति तांकु बहुत कष्ट हेउथिला। मु तांकु कहिली कि जदि से कहिबे त मु तांकु डाक्तरंको पाखकु नेई जाई पारिबी। मते लागुथिला कि तांको मुंड बिंधुछि। मो कथा सुनी से उदास होई हसी कहिले, एहा मोर भूल गुड़िकर परिणाम। भाउजंको कथा सुनी मु आश्चर्य होईगली। से कहिले, तू चिंता करना, मु शीघ्र ठीक होईजिबी एवं निज रूमकु चालीगले। विगत किछि दिन हेब तांकर प्रत्येक कथा मो बुझिबा बाहारे थिला एवं एहा मो पाई चिंतार विषय पालटी जाइथिला। बेले बेले एमिति लागुथिला जेमिति से किछि लुचाइबाकु चेष्टा करूछंती। दिप्रहर शेष हेला एवं संज होईगला। मोर चा पीबाकु मन हेउथिला। मु भाउजंको रूमकु जाई तांकु डाकिबाकु गली, किंतु से निज रूमरे कांदुथिले एवं काहाकु कहुथिले, एसबु केवल तोरी जोगु होईछि। आजि जेउ मोर अवस्था ता पई दायी तू। भाउजंको कथा सुनी मु दुआर मुहरे अटकी गली। मते जणा नथिला कि से काहा सहित कथा हेउथिले, किंतु निश्चित भावे से मो भाई नथिले। भाउजंको कथारु मते बुझा पड़िला कि तांको मुंड बिंधार एहा ही कारण थिला कि से अन्य काहा सहित भूल तरीकारे कथा हेउथिले। मो बुझिबारे आसु नथिला कि एसबु सुनी मते कण करिबा उचित। बिना किछि चिंता करी मु मो भाईंकु फोन करिदेली।
ମୁଁ ତାଙ୍କୁ କହିଲି, ଆପଣ ଫେରି କାହିଁକି ଆସୁନାହାନ୍ତି? ସେ କହିବାକୁ ଲାଗିଲେ, କ'ଣ ହେଲା, ସବୁ ଠିକ୍ ଅଛି ତ? ମୁଁ ତାଙ୍କୁ କହିଲି କି ତାଙ୍କ ପତ୍ନୀ କେମିତି ସବୁ ଆଚରଣ କରୁଛନ୍ତି ଏବଂ ବସ୍ ଏତିକି କହିଲି କି ତାଙ୍କୁ ଆପଣଙ୍କ କଥା ମନେ ପଡ଼ୁଛି, ସେଥିପାଇଁ ଶୀଘ୍ର ଆସିଯାନ୍ତୁ। କିଛି କଥା ହୋଇ ସେ ଫୋନ୍ କାଟିଦେଲେ। ତାପରେ ମୁଁ ଭାବିବାକୁ ଲାଗିଲି କି ମୋତେ କ'ଣ କରିବା ଉଚିତ। ତାପରେ ସେହି ରାତିରେ ଭାଉଜ ମୋତେ ସ୍ୱର ଦେଇ ନିଜ ରୁମକୁ ଡାକିଲେ। ମୁଁ ତାଙ୍କ ରୁମକୁ ଗଲି ଏବଂ ସେ ଶୋଇଥିଲେ ଏବଂ ମୁଣ୍ଡ ମସାଜ କରିବା ପାଇଁ କହୁଥିଲେ। ମୁଁ ଚୁପଚାପ ତେଲ ବୋତଲ ଉଠାଇଲି ଏବଂ ତାଙ୍କ ମୁଣ୍ଡ ମସାଜ କରିବାକୁ ଲାଗିଲି। ମୁଁ ଭାବୁଥିଲି କି ସେ ମୋ ଦ୍ୱାରା ହିଁ ନିଜ ମୁଣ୍ଡ ମସାଜ କାହିଁକି କରାଉଛନ୍ତି। ମୋତେ ଲାଗୁଥିଲା କି ଯେତେବେଳେ ମୁଁ କଲେଜ ଯାଉଥିବି ତ ଘରକୁ କେହି ଆସୁଥିବେ। ଏହା ଦେଖିବା ପାଇଁ ପରଦିନ ମୁଁ କଲେଜରୁ ଶୀଘ୍ର ଫେରିଆସିଲି। କିନ୍ତୁ ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି କି ଘର ତ ସମ୍ପୂର୍ଣ୍ଣ ଶୂନଶାନ ଥିଲା ଏବଂ ଘରେ କେହି ନଥିଲେ। ମୁଁ ଘରଠାରୁ ଟିକେ ଦୂରରେ ଛିଡ଼ା ହୋଇଥିଲି ଏବଂ କିଛି ସମୟ ପରେ ଭାଉଜ ଘରକୁ ଆସିଲେ, ଝାଳରେ ଭିଜି ଯାଇଥିଲେ। ସେ ଘରର ଉଆର ଖୋଲି ଭିତରକୁ ଚାଲିଗଲେ। ମୁଁ ତୁରନ୍ତ ଘରକୁ ଗଲି ଏବଂ ଭାଉଜଙ୍କୁ ପଚାରିବାକୁ ଲାଗିଲି କି ସେ ସାରାଦିନ କ'ଣ କଲେ। ଭାଉଜ ମୋତେ ଘରର କାମଗୁଡ଼ିକ ବିଷୟରେ କହିବାକୁ ଲାଗିଲେ, କିନ୍ତୁ ସେ ଏହା କହିଲେ ନାହିଁ କି ସେ ବାହାରକୁ କାହିଁକି ଯାଇଥିଲେ। ଏବେ ମୋର ପୂରା ବିଶ୍ୱାସ ହୋଇଯାଇଥିଲା କି ସେ କିଛି ନା କିଛି ଭୁଲ କରୁଥିଲେ। ସାରାଦିନ ମୁଁ ଏହିପରି ବ୍ୟାକୁଳ ହୋଇ ବିତାଇଲି। ମୁଁ ଭାଉଜଙ୍କ ସତ ଜାଣିବାକୁ ଚାହୁଁଥିଲି। ତାପରେ ରାତି ସମୟରେ ଭାଉଜ ମୋତେ ନିଜ ରୁମକୁ ଡାକିଲେ। ମୋତେ ଜଣାଥିଲା କି ସେ ମୋ ଦ୍ୱାରା ମସାଜ କରାଇବାକୁ ଚାହୁଁଛନ୍ତି, କିନ୍ତୁ ମୋ ମନ ଏହି କଥା ପାଇଁ ମାନୁନଥିଲା। ଏହା ସତ ଥିଲା କି ତାଙ୍କ ମୁଣ୍ଡ ବିନ୍ଧୁଥିଲା ଏବଂ ତାଙ୍କ ସ୍ୱର ଶୁଣି ମୁଁ ତାଙ୍କ ରୁମକୁ ଚାଲିଗଲି। ମୁଁ ତେଲ ବୋତଲ ଉଠାଇଲି ଏବଂ ପୁଣି ମସାଜ କରିବାକୁ ଲାଗିଲି। କିନ୍ତୁ ସେ ମୋତେ କିଛି ଏମିତି କହିଲେ କି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ କହିଲେ, ପ୍ରଥମେ ଲାଇଟ୍ ବନ୍ଦ କରିଦେ। ଏହା ପ୍ରଥମ ଥର ଥିଲା ଯେବେ ସେ ମୋତେ ଲାଇଟ୍ ବନ୍ଦ କରିବାକୁ କହିଥିଲେ। ମୁଁ ପଚାରିଲି କି ଏହି ଲାଇଟ୍ କାହିଁକି ବନ୍ଦ କରିବାର ଅଛି, କିନ୍ତୁ ସେ ରାଗିଯାଇ ତ